ମୋ ନାଁ ଅଞ୍ଜଳି। ମୁଁ ନୋଏଡା ପାଖର ଏକ କୋଠାରେ ରୁହେ। ସେତେବେଳେ ମୋର ବୟସ 30 ବର୍ଷ ଥିଲା। ମୋର ଗୋଟିଏ ଝିଅ ଥିଲା ଯାହାର ବୟସ 10 ବର୍ଷ ଥିଲା ଓ ମୋ ସ୍ୱାମୀଙ୍କ ନାଁ ଥିଲା ରାକେଶ, ଯିଏ ଅଟୋ ଚଲାଉଥିଲେ। ମୋ ସ୍ୱାମୀଙ୍କୁ ସବୁବେଳେ ପୁଅର ବହୁତ ଇଚ୍ଛା ଥିଲା, କିନ୍ତୁ ଯେତେବେଳେ ମୋ ଝିଅ ଏ ଦୁନିଆକୁ ଆସିଲା, ଡାକ୍ତର କହିଲେ ଯେ ମୁଁ ଏହାପରେ ଆଉ କେବେ ମା ହେଇପାରିବିନି। ପିଲା ଓ ମାଆର ଜୀବନ ବଞ୍ଚିଗଲା, ଏତିକି ଯଥେଷ୍ଟ। ମୋ ସ୍ୱାମୀ ସମସ୍ତଙ୍କ ଆଗରେ କହିଦେଲେ ଯେ ଏବେ ଏ ଦୁହିଁ ମୋର କୌଣସି କାମରେ ଆସିବେ ନାହିଁ। ମୁଁ କମ୍ ବୟସରେ ବିବାହ ଏଥିପାଇଁ କରିଥିଲି ଯେ ଶୀଘ୍ର ଶୀଘ୍ର ମୋ ପୁଅ ଜନ୍ମ ହେବ ଓ ସେ ମୋ ସହିତ ଠିଆ ହେବ, କାରଣ ମୋର ତ କେହି ସମ୍ପର୍କୀୟ ଭାଇ ନଥିଲା। କିନ୍ତୁ ଏହି ସ୍ତ୍ରୀ ଲୋକଟି ତ ମୋର ସବୁ ଆଶା ଭାଙ୍ଗିଦେଲା। ଏବେ ମୁଁ ଏହାଠାରୁ ମୁକ୍ତି ପାଇ ଶୀଘ୍ର ଆଉ ଗୋଟିଏ ବିବାହ କରିବି। କିନ୍ତୁ 12 ବର୍ଷ ବିତିଗଲା। ମୋ ସ୍ୱାମୀ ମୋତେ ଏପର୍ଯ୍ୟନ୍ତ ଛାଡ଼ି ନାହାନ୍ତି ଓ କିମ୍ବା ଆଉ କାହାକୁ ମଧ୍ୟ ନିଜର କରିନାହାନ୍ତି। ଏଇଥିପାଇଁ ନୁହେଁ ଯେ ସେ ମୋ ସହିତ ବହୁତ ବିଶ୍ୱସ୍ତ ଥିଲେ, ବରଂ ଏଇଥିପାଇଁ ଯେ ସେ ଜାଣିଥିଲେ ତାଙ୍କୁ ଏବେ ଆଉ କେହି ନିଜର ଝିଅ ସମ୍ପର୍କୀୟ ଦେବେ ନାହିଁ। ସେ ସାରା ଅଞ୍ଚଳ ଓ ସମ୍ପର୍କୀୟଙ୍କ ମଧ୍ୟରେ ଜଣେ ବେପାରୁଆ ଲୋକ ଭାବରେ ପ୍ରସିଦ୍ଧ ଥିଲେ। ସେ ନିଜର ଅଟୋ ମଧ୍ୟ ବିକ୍ରି କରିଦେଇଥିଲେ। ମୁଁ ଘରେ ଲୁଗା ସିଲେଇ କରୁଥିଲି ଓ ସେଥିରେ ହିଁ ଘର ଚାଲୁଥିଲା। କେବେ କେବେ ସେ କୌଣସିଠାରୁ ଟିକିଏ ପଇସା ଆଣୁଥିଲେ, କିନ୍ତୁ ତାଙ୍କର କୌଣସି ପକ୍କା ରୋଜଗାର ନାହିଁ ବୋଲି ସମସ୍ତେ ଜାଣିଥିଲେ। ସ୍ପଷ୍ଟ କଥା ଯେ ଯଦି କେହି ନିଜ ଝିଅ ଦେବ, ତେବେ ରୋଜଗାର ବିଷୟରେ ନିଶ୍ଚୟ ପଚାରିବ ଓ ଏହା ସହିତ ଏହା ମଧ୍ୟ ଦେଖିବ ଯେ ପ୍ରଥମ ସ୍ତ୍ରୀଙ୍କୁ କାହିଁକି ଛାଡ଼ିଛନ୍ତି। ଏଠାରେ ଏବେ ମୋ ଝିଅ ଡିମ୍ପଲ ବଡ଼ ହେଉଥିଲା, ଯାହାର ନାମ ମୁଁ ଡିମ୍ପଲ ରଖିଥିଲି। ସେ ବହୁତ ସୁନ୍ଦର ଓ ପତଳା ଥିଲା ଓ ଏହା ଏକ ଅଜବ କଥା ଥିଲା ଯେ ଆମ ଖାନଦାନରେ ସେ ପ୍ରଥମ ଝିଅ ଥିଲା ଯାହାର ରଙ୍ଗ ମଧ୍ୟ ବହୁତ ଗୋରା ଥିଲା। କିନ୍ତୁ ମୋ ଝିଅ ବହୁତ ମାସୁମ ଥିଲା, କାରଣ ମୁଁ ଜୀବନ ସାରା ତାକୁ ନିଜ ଛାତିରେ ଲଗେଇ ଲୁଚେଇ ରଖୁଥିଲି, ଏହା ଭାବି ଯେ ମୋର ଗୋଟିଏ ହିଁ ଝିଅ, ଆଉ କୌଣସି ପିଲା ହେଇପାରିବ ନାହିଁ। ଯଦି ତାର ବି କିଛି ହେଇଯାଏ, ତେବେ ମୁଁ ନିଃସନ୍ତାନ ହେଇଯିବି। ଏଇଥିପାଇଁ ମୁଁ ତାକୁ ସାରା ଜୀବନ ଆବଶ୍ୟକତା ଠାରୁ ଅଧିକ ସୁରକ୍ଷା ଦେଇ ବଡ଼ କରିଥିଲି ଓ ଏହାର କ୍ଷତି ଏହା ହେଲା ଯେ ସେ ଆବଶ୍ୟକତା ଠାରୁ ଅଧିକ ମାସୁମ ଥିଲା। ତାକୁ କୌଣସି କଥା ବିଷୟରେ କିଛି ଜଣା ନଥିଲା। ମୁଁ ତାକୁ ଝିଅମାନଙ୍କ ସହିତ ଖେଳିବାକୁ ମଧ୍ୟ ଯିବାକୁ ଛାଡ଼ୁନଥିଲି। ଏହିପରି ତାର କାହା ସହିତ ବନ୍ଧୁତା ହେଲା ନାହିଁ ଓ ସେ ଅଞ୍ଚଳର ଝିଅମାନଙ୍କ ସହିତ ଅଧିକ ସମୟ ବିତେଇଲା ନାହିଁ। ମୁଁ ତାକୁ ବିବାହ କାର୍ଯ୍ୟକ୍ରମକୁ ମଧ୍ୟ ନେଇ ଯାଉନଥିଲି ଓ ଏହା ବ୍ୟତୀତ ଆମ ଗରିବ ଲୋକଙ୍କର ଆଉ କେଉଁଠାକୁ ଯିବା ଆସିବା ଥାଏ। କିନ୍ତୁ ମୁଁ ଭାବୁଥିଲି ଯେ ମୁଁ ତ ତା ସାଙ୍ଗରେ ଅଛି, ସାରା ଜୀବନ ମୁଁ ତାର ଧ୍ୟାନ ରଖିବି। ମୁଁ ତ ତାକୁ ବାହାରର ବିପଦରୁ ରକ୍ଷା କରୁଥିଲି। ମୁଁ କ'ଣ ଜାଣିଥିଲି ଯେ କେତେବେଳେ କେତେବେଳେ ବିପଦ ଭିତରୁ ମଧ୍ୟ ଆସିଥାଏ। ଛାଡ଼, ଏହା ତ ଏକ ଲମ୍ବା କଥା। କହିବାକୁ ଲାଗିଲେ ଯେତେବେଳେ କି ସାରା ଜୀବନ ସେ ତାକୁ ଘୃଣା କରୁଥିଲେ, କହୁଥିଲେ ଯେ ତୋରି ପାଇଁ ତୁ ତ ମାଆଙ୍କୁ ବାଞ୍ଝ କରିଦେଲୁ ଓ ମୋର ପିଲାମାନେ ଦୁନିଆରେ ଆସିବାରୁ ରହିଗଲେ, ନଚେତ୍ ମୁଁ 10ଟି ପୁଅ ଜନ୍ମ କରିଥାନ୍ତି। କିନ୍ତୁ ଏସବୁ ତ ଭାଗ୍ୟର ଖେଳ ଥିଲା। ମୁଁ କହୁଥିଲି ଯେ ଏଥିରେ ମୋ ଝିଅର କୌଣସି ଦୋଷ ନଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେ ମୋ ଝିଅକୁ ଘୃଣା କରୁଥିଲେ, ତାକୁ ତାତ୍ସଲ୍ୟ କରୁଥିଲେ, ତାକୁ ନିଜ ସାଙ୍ଗରେ କୁଆଡ଼େ ନେଇ ଯାଉନଥିଲେ, ତାକୁ ନିଜ ଝିଅ ମାନୁନଥିଲେ, ତା ମୁଣ୍ଡ ଉପରେ କେବେ ସ୍ନେହର ହାତ ମଧ୍ୟ ରଖିନଥିଲେ। କିନ୍ତୁ ଆଜି ତ ମୁଁ ସାମ୍ନାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ସେ ମୋ ଝିଅକୁ ନିଜ ପାଖରେ ବସେଇଥିଲେ ଓ ତାକୁ ବହୁତ ଭଲ ପାଇବା ସହିତ ତା ସହିତ କଥା ହେଉଥିଲେ ଓ କହୁଥିଲେ ଯେ ତୁ ମୋ ପାଇଁ କ'ଣ କରିଛୁ, ମୁଁ ତୋ ପାଇଁ କ'ଣ ଆଣିବି କହ, ଦିନେ 2 ଦିନ ପାଇଁ ସହର ଯାଉଛି। ଝିଅ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଥିଲା। ସେ କୌଣସି ଗୋଟିଏ ଜିନିଷ କହି ତୁରନ୍ତ ନିଜ ରୁମକୁ ଚାଲି ଯାଉଥିଲା। ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ କ'ଣ କଥା, ଆଜିକାଲି ବହୁତ ଭଲ ପାଇବା ଆସୁଛି ନିଜ ଝିଅ ଉପରେ। ତେବେ ସେ କହିଲେ ଯେ ବସ, ଏବେ ମୁଁ ବୁଢ଼ା ହେଇଗଲିଣି ଓ ମୋତେ ଅନୁଭବ ହେଇଗଲାଣି ଯେ ଏହା ଆମ ବୁଢ଼ା ବୟସର ସାହାରା। ମୁଁ ବି ତ ପାଗଳ ଥିଲି, ଏହା ହିଁ ଭାବୁଥିଲି ଯେ ବଂଶ ବଢ଼ିବ, କିନ୍ତୁ ଯଦି ଏହା ମୋ ଭାଗ୍ୟରେ ହିଁ ନାହିଁ, ତେବେ ମୁଁ କ'ଣ କରିପାରିବି। ମୁଁ ତୋ ସହିତ ନୁହେଁ, ଉପରବାଲାଙ୍କ ସହିତ ଜିଦ୍ ଧରିଥିଲି ଓ ଈଶ୍ୱରଙ୍କ ସହିତ ଜିଦ୍ ଧରିବା ଉଚିତ ନୁହେଁ। ଏବେ ଏହା ମୋ ଝିଅ ଓ ମୁଁ ତାକୁ ବହୁତ ଅଧିକ ଭଲ ପାଇବି। ଏହା ଶୁଣି ମୋ ଆଖିରୁ ଲୁହ ଆସିଗଲା। ଚାଲ, ଏହି ମଣିଷକୁ ତ ବୁଝିବାକୁ ବସିଲା
ଓ ମୁଁ ତାକୁ କହିଲି ଯେ ଏବେ ତ ଝିଅ ଯୁବତୀ ହେଉଛି, ଏବେ 2-3 ବର୍ଷ ଭିତରେ ତାର ବିବାହ ହେଇଯିବ ଓ ତାପରେ ଆମ ଝିଅ ଆମକୁ ଛାଡ଼ି ନିଜ ଶାଶୁ ଘରକୁ ଚାଲିଯିବ। କିନ୍ତୁ ତୁମେ ଏତେ ବର୍ଷ ନଷ୍ଟ କରିଦେଲ। କେତେ ସୁନ୍ଦର ଛୁଆ ଥିଲା। ଆମ ଝିଅ ଯେତେବେଳେ ଛୋଟ ଥିଲା କିପରି ଦୌଡ଼ି ଦୌଡ଼ି ତୁମ ପାଖରେ ବସୁଥିଲା, ତୁମ ପଛରେ ପଡ଼ୁଥିଲା, ତୁମକୁ ବାପା ବାପା ଡାକୁଥିଲା, ଆଉ ତୁମେ ତାକୁ କେବେ କୋଳରେ ବି ଧରି ନଥିଲ। ଏହି କଥାରେ ମୋ ସ୍ୱାମୀଙ୍କ ଆଖିରେ ଲୁହ ଆସିଗଲା। ସେ କହିଲେ ଯେ ମୁଁ ବାସ୍ତବରେ ବହୁତ ସମୟ ନଷ୍ଟ କରିଦେଇଛି, କିନ୍ତୁ ଏବେ ବି ଡେରି ହୋଇନାହିଁ। ଯେତେବେଳେ ଝିଅ ବହୁତ ଛୋଟ ଥିଲା ମୁଁ ତାକୁ ତା ବାପା ସହିତ ଛାଡ଼ୁନଥିଲି, ଏହା ଭାବି ଯେ କୌଣସି ଦିନ ତାଙ୍କୁ ରାଗ ନ ଆସୁ ଓ ସେ ମୋ ଝିଅକୁ ଜୀବନରୁ ନ ମାରି ଦିଅନ୍ତୁ। କିନ୍ତୁ ମୋତେ ବିଶ୍ୱାସ ହେଇଗଲା ଯେ ତାଙ୍କ ହୃଦୟରେ ବାସ୍ତବରେ ତାଙ୍କ ଝିଅ ପାଇଁ ଭଲ ପାଇବା ଜାଗ୍ରତ ହେଇଛି। ଶେଷରେ ସେ ତ ତାର ନିଜ ବାପା ଥିଲେ, କୌଣସି ସାବତ ନୁହନ୍ତି। ଆମର ଦିନ ଏହିପରି ବିତୁଥିଲା ଓ ଏହି 2 ବାପା ଝିଅ ବହୁତ ଅଧିକ ନିକଟତର ହୋଇଗଲେ। ଶେଷରେ ସେ ତ ତାର ନିଜ ବାପା ଥିଲେ, କୌଣସି ସାବତ ବାପା ନୁହନ୍ତି। ଆମର ଦିନ ଏହିପରି ବିତୁଥିଲା ଓ ଏହି 2 ବାପା ଝିଅ ବହୁତ ଅଧିକ ନିକଟତର ହୋଇଗଲେ। ଯେଉଁ ମୁହୂର୍ତ୍ତ ଗୁଡ଼ିକ ସେମାନେ ଆଜି ପର୍ଯ୍ୟନ୍ତ ପରସ୍ପର ସହିତ ବିତେଇ ନଥିଲେ, ଆଜି ସେମାନେ ତାହା ବିତଉଥିଲେ। ସେ ମୋ ଝିଅକୁ ନିଜ ସାଙ୍ଗରେ ବଜାରକୁ ବି ନେଇଯାଉଥିଲେ, ତା ପାଇଁ ଉପହାର ମଧ୍ୟ ଆଣୁଥିଲେ ଓ ଖାଇବା ପିଇବାର କୌଣସି ନା କୌଣସି ଜିନିଷର ନିଶ୍ଚୟ ଆଣୁଥିଲେ। ମୁଁ ଆଜିକାଲି ଗୋଟିଏ ଜାଗାରେ ଚାକିରି ପାଇଯାଇଥିଲି। ଗୋଟିଏ କାରଖାନା ଥିଲା ଯେଉଁଠାକୁ ଯାଇ ମୁଁ ଲୁଗା ସିଲେଇ କରୁଥିଲି ଓ ଗୋଟିଏ ସୁଟ୍ ସହିତ ବହୁତ ଭଲ ପଇସା ରହୁଥିଲା। ମୁଁ ଘରେ ଲୁଗା ସିଲେଇ କରୁଥିଲେ ଘର କାମରେ ଲାଗିଯାଉଥିଲି, କିନ୍ତୁ ସେଠାକୁ ଗଲେ ମନ କେବଳ କାମ ଉପରେ ହିଁ ଲାଗି ରହୁଥିଲା। ପ୍ରଥମେ ମୁଁ ଏହି କାମ କରିବାକୁ ମନା କରିଦେଇଥିଲି, କିନ୍ତୁ ଏବେ ଭାବିଲି ଯେ ମୋ ସ୍ୱାମୀ ତ ଖାଲି ଅଛନ୍ତି ମୋ ଝିଅର ଯତ୍ନ ନେବା ପାଇଁ। ଗୋଟିଏ ଯୁବତୀ ଝିଅକୁ ଘରେ ଏକୁଟିଆ ଛାଡ଼ି ତ ଯାଇପାରିନଥାନ୍ତା, କିନ୍ତୁ ଆଜିକାଲି ଘରର ପରିସ୍ଥିତି କିଛି ଅଲଗା ଥିଲା। ତେଣୁ ମୁଁ ଭାବିଲି ଯେ ମୁଁ ଏହି କାମ କରିଦେଉଛି ଓ ମୁଁ ଏହି କାମ କରିବା ପାଇଁ ପ୍ରତିଦିନ ଯାଉଥିଲି। ସନ୍ଧ୍ୟାରେ ଯେତେବେଳେ ଫେରୁଥିଲି ମୋ ଝିଅ ମୋତେ ପ୍ରତିଦିନ ଖୁସି ଖୁସିରେ କହୁଥିଲା ଯେ ଆଜି ବାପା ମୋତେ ଏହି ଜିନିଷ ଆଣିଦେଲେ, ଆଜି ସେ ମୋ ପାଇଁ ସୁଟ୍ ଆଣିଲେ ଓ ଆଜି ଆମେ ବୁଲିବାକୁ ଯାଇଥିଲୁ। ମୁଁ ଗୋଲଗପ୍ପା ମଧ୍ୟ ଖାଇଥିଲି ଓ ଆଇସ୍କ୍ରିମ୍ ମଧ୍ୟ ଖାଇଥିଲି। କିନ୍ତୁ କିଛି ଦିନରୁ ମୋ ଝିଅ ମୋତେ ଏହିସବୁ କଥା କହୁନଥିଲା, ବରଂ କେଉଁଠି ହଜିଲା ପରି ଥିଲା। ମୁଁ କହିଲି ଯେ କାହିଁକି ଆଜିକାଲି ବାପାଙ୍କ ସହିତ ବାହାରକୁ ଯାଉନାହୁଁ? ତ ସେ କହିଲା ଯେ ଯାଉଛି। ତେବେ ମୁଁ କହିଲି ତାହେଲେ ମୋତେ କାହିଁକି କହୁନାହୁଁ ଯେ ପୁରା ଦିନ କ'ଣ କଲ? ମୁଁ ତ କାମ ହିଁ କରୁଥାଏ, ତୁମ ଦୁହିଁଙ୍କର ହିଁ ମଜା। ମୁଁ ମୋ ଝିଅ ସହିତ ହସି ହସି କଥା ହେଉଥିଲି, କାରଣ ମୁଁ ତା ପାଇଁ ଖୁସି ଥିଲି, କିନ୍ତୁ ସେ ଆଦୌ ଖୁସି ଦେଖାଯାଉନଥିଲା। ତାପରେ ମୋ ଝିଅ ଅସୁସ୍ଥ ହେବାକୁ ଲାଗିଲା। କେତେବେଳେ କହୁଥିଲା ମୋ କମରରେ ଦରଜ ହେଉଛି ତ କେତେବେଳେ କହୁଥିଲା ମୋ ଗୋଡ଼ରେ ଦରଜ ହେଉଛି। ମୋତେ ବୁଝା ପଡ଼ୁନଥିଲା ଯେ ତା ସହିତ କ'ଣ ହେଉଛି। ଆମ ପୁରା ଗାଁରେ ଜଣେ ହିଁ ଡାକ୍ତର ଥିଲେ। ତାଙ୍କ ସହିତ କଥା ହେଲି ତ ସେ କହିଲେ ଯେ ଝିଅ ଯୁବତୀ ହେଉଛି, ସେଥିପାଇଁ ଏସବୁ ହେଇଯାଏ। ତୁମେ ଅଧିକ ଚିନ୍ତା କର ନାହିଁ। ଯେତେବେଳେ ତାକୁ ଦରଜ ହେବ ଦରଜ ଗୁଳି ଦେଇଦିଅ, ତାର ଖାଦ୍ୟ ଭଲ କର, କ୍ଷୀର ବଗେରା ଦିଅ, ତେବେ ସେ ଠିକ୍ ହେଇଯିବ। ମୁଁ କହିଲି ଯେ ଠିକ୍ ଅଛି। ମୁଁ ସେ କଥା ଉପରେ ଅଧିକ ଧ୍ୟାନ ଦେଲି ନାହିଁ ଓ ଅଜବ କଥା ମଧ୍ୟ ଏହା ଥିଲା ଯେ ଆଜିକାଲି ମୋ ସ୍ୱାମୀ ବାସ୍ତବରେ ବହୁତ ଖୁସି ଥିଲେ। ତାଙ୍କ ମନ ମଧ୍ୟ ବହୁତ ଭଲ ଥିଲା। ବହୁତ ଦିନରୁ ସେ ମୋ ସହିତ ଝଗଡ଼ା ମଧ୍ୟ କରିନଥିଲେ, ଘରକୁ ପଇସା ମଧ୍ୟ ଆଣୁନଥିଲେ, କିନ୍ତୁ ମୋ ଠାରୁ ଦୂରେଇ ରହୁଥିଲେ। ଆମର କ'ଣ ଏତେ ବୟସ ହେଇଯାଇଥିଲା? ଓ ଯଦି ସେ ଏତେ ଖୁସି ଥିଲେ ତେବେ ସେ ଟିକିଏ ଭଲ ପାଇବା ମୋ ସହିତ ମଧ୍ୟ ବାଣ୍ଟି ପାରିଥାନ୍ତେ। ସାରା ଜୀବନ ତ ମୋ ସହିତ ଲଢ଼ୁଥିଲେ, କିନ୍ତୁ ସେ ମୋ ଠାରୁ ଏମିତି ଦୂରରେ ରହୁଥିଲେ ଯେପରି ମୁଁ ତାଙ୍କ ପାଇଁ ଅନ୍ୟ କେହି। ମୁଁ ସେ କଥା ଉପରେ ଟିକିଏ ଆଶ୍ଚର୍ଯ୍ୟ ହେଲି, କିନ୍ତୁ ମୋର ଏତେ କାମ ଥିଲା ଯେ ମୋ ପାଖରେ ଆଉ କିଛି ଭାବିବା ଓ କରିବା ପାଇଁ ସମୟ ହିଁ ନଥିଲା। ଦିନେ ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ ଆମ ଝିଅ ପାଇଁ କୌଣସି ସମ୍ପର୍କ ଦେଖିବା। ସେ କହିଲେ ଯେ ଏବେଠାରୁ? ତ ମୁଁ କହିଲି ଯେ ସମ୍ପର୍କ ହେବା ପାଇଁ ତ 2 ବର୍ଷ ଲାଗିଯିବ ଓ ବିବାହ ବି ତ ଯୌବନରେ ହିଁ ହେବା ଉଚିତ। ଆମେ ମଧ୍ୟ ଏପର୍ଯ୍ୟନ୍ତ ଯୁବକ ଅଛୁ ଓ ଦେଖ ଭଗବାନଙ୍କ ଇଚ୍ଛାରେ ଆମ ଛୋଟ ଝିଅ ବି ଯୁବତୀ ହେଇଗଲା। ଆମେ କ'ଣ ତାଠାରୁ ଚାକିରି କରାଇବା ଅଛି? ଯେତେବେଳେ କିଛି କରାଇବା ନାହିଁ ତେବେ ବିବାହ କରାଇଦେବା। ମୋ ସ୍ୱାମୀ କହିଲେ ଯେ ନା,
ଏବେ ତ ନୁହେଁ, ଏବେ ତ ସେ ବହୁତ ଛୋଟ ଅଛି। ମୁଁ ତ ତାର ବିବାହ 20 ବର୍ଷ ବୟସ ପର୍ଯ୍ୟନ୍ତ ହିଁ କରିବି। ଯେ ପର୍ଯ୍ୟନ୍ତ ସେ 20 ବର୍ଷର ନ ହେଇଛି ମୁଁ ତା ବିବାହ କରିବି ନାହିଁ। ମୁଁ କହିଲି ଯେ 20 ବର୍ଷ ତ ବହୁତ ଅଧିକ, 18 ବର୍ଷ ଠିକ୍ ଅଛି। ତ ସେ କହିଲେ ଯେ ନା, ଯେ ପର୍ଯ୍ୟନ୍ତ ଝିଅ ବୁଝିବା ଶିଖିନାହିଁ ତାର ବିବାହ କରିବା ଉଚିତ ନୁହେଁ। ଏହା ପୂର୍ବରୁ ତାର ବିବାହ କରିବା ଅତ୍ୟାଚାର ହୁଏ। ମୁଁ କହିଲି ଯେ କାଶ ମୋ ବିଷୟରେ ମଧ୍ୟ କେହି ଏମିତି ଭାବିଥାନ୍ତା। ତୁମେ ତ ମୋ ଉପରେ 16 ବର୍ଷ ବୟସରୁ ହିଁ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲ। ସେ କହିଲେ ଯେ ଆମେ ତ ଅଶିକ୍ଷିତ ଲୋକ ଥିଲୁ, ଆମକୁ କୌଣସି କଥା ଜଣାନଥିଲା, କେହି ପରାମର୍ଶ ଦେବାବାଲା ବି ନଥିଲେ। ଆମ ବାପା ମା ବି ଆମ ପରି ଥିଲେ, କିନ୍ତୁ ଏବେ ଆମେ ଦୁନିଆ ଦେଖି ସାରିଛୁ, ତେଣୁ ଏବେ ଆମେ ବି ଏପରି ନିଷ୍ପତ୍ତି ନେବୁ ନାହିଁ। ଆଉ ପୁଣି ଆମର ହିଁ ତ ଗୋଟିଏ ବୋଲି ଝିଅ। ମୋ ସ୍ୱାମୀ ଏହି କଥା ବଡ଼ ଭଲ ପାଇବା ସହିତ କହିଥିଲେ, ନଚେତ୍ ସାରା ଜୀବନ ଏହି କଥାକୁ ସେ ମୋ ପାଇଁ ତାତ୍ସଲ୍ୟ କରିଥିଲେ ଯେ ଗୋଟିଏ ହିଁ ଝିଅ ଜନ୍ମ କରିପାରିଲି, ତାପରେ ବାଞ୍ଝ ହୋଇଗଲି। କ'ଣ କରିବି ମୁଁ ଏହାର? ଏହା କ'ଣ ମୋ ବଂଶ ବଢ଼େଇବ? ଏ ତ ମୋର ଖର୍ଚ୍ଚ କରେଇ ନିଜ ଘରକୁ ଚାଲିଯିବ। ମୋ ସ୍ୱାମୀ ମୋ ମନକୁ ବହୁତ ଦୁଃଖ ଦେଇଥିଲେ, କିନ୍ତୁ ମୁଁ ତାଙ୍କୁ ତଥାପି କ୍ଷମା କରିଦେଇଥିଲି, ଏହା ଭାବି ଯେ ସେ ମୋ ଝିଅର ବାପା। କିନ୍ତୁ ମୁଁ ଜାଣିନଥିଲି ଯେ ଦିନେ ସେ କିଛି ଏମିତି କରିବେ ଯେ ମୁଁ ତାଙ୍କୁ କ୍ଷମା କରିପାରିବି ନାହିଁ। ଦିନେ ମୋ ଝିଅର ଦେହ ସକାଳୁ ହିଁ କିଛି ଠିକ୍ ଲାଗୁନଥିଲା ଓ ତାପରେ ଏପରି ହେଲା ଯେ ସେ ଦିନ 12ଟା ବେଳକୁ ବେହୋସ ହୋଇଗଲା। ମୁଁ ତାକୁ ଡାକ୍ତରଙ୍କ ପାଖକୁ ନେଇଗଲି ତ ଡାକ୍ତର ଏପରି କଥା କହିଲେ ଯେ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କହିଲି ଯେ ମୋ ଝିଅ ଏମିତି ଆଦୌ ନୁହେଁ। ସେ କହିଲେ ଯେ ଆପଣଙ୍କ ଝିଅ ସହିତ ତାହା ହିଁ ହେଉଛି ଯାହା ହେବା ଉଚିତ ନୁହେଁ। ମୁଁ ମୋ ଝିଅକୁ ଘରକୁ ନେଇ ଆସିଲି ଓ ତାପରେ ତା ମୁହଁରେ ଚାପୁଡ଼ା ମାରି ପଚାରିଲି ଯେ ତୁ କାହା ସହିତ କିଛି ଚକ୍କର ଚଲେଇଛୁ କି? ସେ ମୋ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲା ଯେ ମୁଁ ଏମିତି କିଛି କରିନାହିଁ ମା। ତାପରେ ସେ ମୋତେ ଏପରି କଥା କହିଲା ଯେ ଆଜି ଏମିତି ଲାଗିଲା ଯେପରି ଆକାଶ ମୋ ମୁଣ୍ଡ ଉପରେ ଖସି ପଡ଼ିଲାଣି। ମୋ ପାଦ ତଳେ ଜମିନ୍ ନାହିଁ ଓ ଦୁନିଆର ସବୁ ପଥର ମୋତେ ବାଜୁଛି। ମୋ ଆଖି ଭରିଗଲା। ମୁଁ ନିଜକୁ କୋଠରୀରେ ବନ୍ଦ କରିଦେଲି ଓ 2 ଘଣ୍ଟା ପରେ ବାହାରକୁ ଆସିଲି ଓ ଝିଅକୁ ପଚାରିଲି ଯେ ମିଛ ତ କହୁନାହୁଁ? ସେ କହିଲା ଯେ ସତ କହୁଛି ମା, ମୋ କଥାକୁ ବିଶ୍ୱାସ କର। ତାପରେ ରାତିରେ ମୋ ସ୍ୱାମୀ ଏପରି ଦୃଶ୍ୟ ଦେଖିଲେ ଯେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ମୋ ଝିଅକୁ ନିଜ କୋଠରୀରେ ଶୁଆଇବା ଆରମ୍ଭ କରିଦେଲି। ମୋ ସ୍ୱାମୀ କହିଲେ ଯେ ତାକୁ ଏଠାରେ କାହିଁକି ଶୁଆଇଲ? ତାର ତ ନିଜ କୋଠରୀ ଅଛି। ମୁଁ କହିଲି ଯେ ଆଜିଠାରୁ ସେ ଏଇଠି ହିଁ ଶୋଇବ। ସେ କହିଲେ ଯେ ତେବେ ମୁଁ କୁଆଡ଼େ ଯିବି? ତ ମୁଁ ତାଙ୍କୁ କହିଲି ଯେ ତୁମ ଇଚ୍ଛା, ଯେଉଁଠିକୁ ଯିବା ଯାଅ। ମୋ ସ୍ୱାମୀ କହିଲେ ଯେ ତୋର କ'ଣ ହେଇଗଲାଣି? ତୁ କାହିଁକି ମୁହଁ ଫୁଲେଇ ରଖୁଛୁ? ମୁଁ କହିଲି ଯେ ମୁଁ ମୁହଁ ଫୁଲେଇ ନାହିଁ, ମୁଁ ମୋ ଝିଅକୁ ବେକରେ ଲଗେଇ ହିଁ ଶୋଇବି। ଓ ଏବେ ମୋ ଆଖିରୁ ଲୁହ ବାହାରୁଥିଲା। ପରଦିନରୁ ମୁଁ କାମକୁ ଯିବା ମଧ୍ୟ ଛାଡ଼ିଦେଲି ଓ ପୁଣି ଥରେ ଘରେ ହିଁ ଲୁଗା ସିଲେଇ କରିବାକୁ ଲାଗିଲି। ମୋ ସ୍ୱାମୀ କହିଲେ ଯେ କାମକୁ କାହିଁକି ଯାଉନୁ? ତ ମୁଁ କହିଲି ଯେ କାମ ଛାଡ଼ିଦେଲି। ମୋର ଏହି କଥାରେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ଯେ ଏତେ ଭଲ କାମ ତୁମେ କାହିଁକି ଛାଡ଼ିଦେଲ? ମୁଁ କହିଲି ଯେ ହଁ, ମୁଁ ଛାଡ଼ିଦେଲି। ଆଉ ବିଶେଷ କରି ତୁମର କ'ଣ ଯାଏ, ଭଲ ହେଉ କି ଖରାପ? ମୋ ମନ ନହେଲା କରିବାକୁ ତ ମୁଁ ଛାଡ଼ିଦେଲି। ଓ ତୁମେ ବି ନିଜ ଉପରେ ଧ୍ୟାନ ଦିଅ। ଯାହା ତୁମେ କରୁଛ ତାହା ଭଲ କଥା ନୁହେଁ, ସେଥିପାଇଁ ନିଜକୁ ବଦଳାଅ। ଏହା ଶୁଣି ମୋ ସ୍ୱାମୀ ମୋତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ। ଜାଣିନାହିଁ କ'ଣ କହୁଥାଏ ଏହି ପାଗଳୀ ସ୍ତ୍ରୀ। ବାସ୍ତବରେ ତାଙ୍କୁ ମୋ କଥା ବୁଝା ପଡ଼ିଯାଇଥିଲା। ଏତେ ତ ସେ କିଛି ଛୋଟ ପିଲା ନଥିଲେ। ମୋର ଇସାରା ହିଁ ତାଙ୍କ ପାଇଁ କାଫି ଥିଲା ଯେ ସେ ନିଜକୁ ସୁଧାରି ଦିଅନ୍ତୁ ଓ ସେ ଏହି କଥା ଉପରେ ଝଗଡ଼ା କରୁଥିଲେ ଯେ ଏହାକୁ କୋଠରୀରୁ ବାହାର କର। ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ ମୋତେ ତୁମର କୌଣସି ଆବଶ୍ୟକତା ନାହିଁ ଓ ବିଶେଷ କରି ତୁମର ମୋ ବିନା ଚଳିଯାଉଛି। ତେବେ ଏବେ କ'ଣ ହେଲା? ସେ କହିଲେ ଯେ ତୁମେ ମୋର ସ୍ତ୍ରୀ, ମୋତେ ତୁମର ଆବଶ୍ୟକତା ଅଛି। ମୁଁ କହିଲି ଯେ ମୋତେ ତୁମର ଆବଶ୍ୟକତା ନାହିଁ, ମୋ ଝିଅ ମୋ ସହିତ ହିଁ ଶୋଇବ। ଯଦି ତୁମକୁ କୌଣସି ସମସ୍ୟା ଅଛି ତେବେ ମୁଁ ମୋ ଝିଅର କୋଠରୀକୁ ଚାଲିଯାଉଛି। କିନ୍ତୁ ସେହି କୋଠରୀ ଭିତରେ କବାଟ ନଥିଲା, ସେଥିପାଇଁ ମୁଁ ସେଠାକୁ ଯିବାକୁ ଚାହୁଁନଥିଲି। ଆମେ ଗରିବ ଥିଲୁ, ଆମେ ଗୋଟିଏ କବାଟ ମଧ୍ୟ ଲଗେଇ ପାରୁନଥିଲୁ। ଦିନ ଏହିପରି ବିତୁଥିଲା ଓ ମୋ ଝିଅର ଦେହ ଠିକ୍ ହେବାକୁ ଲାଗିଲା। ମୁଁ ଘରେ କାମ କରୁନଥିଲି, ସେଥିପାଇଁ ମୋର ବହୁତ କ୍ଷତି ହେଉଥିଲା। ଆମ ଘରର ପରିସ୍ଥିତି ପୁଣି ଥରେ ଖରାପ ହୋଇଗଲା। ମୋ ସ୍ୱାମୀ ଜିନିଷ ଆଣିବା ପୁଣି ଛାଡ଼ିଦେଲେ। ଏବେ ମୁଁ ତାଙ୍କ ସହିତ ମୋ ଝିଅକୁ ବାହାରକୁ ଯିବାକୁ ଦେଉନଥିଲି।
ମୁଁ କୋଠରୀରେ ଆରାମରେ ଶୋଇଥିଲି। ମୁଁ ରୋଷେଇ କରି ପୂର୍ବରୁ ହିଁ ରୋଷେଇ ଘରେ ରଖିଦେଉଥିଲି। ମୋ ଝିଅ ମୋତେ ଉଠେଇଲା ଓ କହିଲା, ମା, ଭୋକ ଲାଗୁଛି, ଆସ ଖାଇନିଅ। ମୋ ସ୍ୱାମୀ ମଧ୍ୟ ବାହାରେ ବସିଥିଲେ। ଆମେ ଲୋକମାନେ ମିଶି ଖାଇଲୁ। ତାପରେ ମୋତେ ଆଉ ହୋସ୍ ରହିଲା ନାହିଁ ଯେ ମୁଁ କେଉଁଠି ଅଛି। ଅଧା ରାତିରେ ମୋ ଆଖି ଖୋଲିଲା ତ ଏହା ଦେଖି ପାଦ ତଳୁ ଜମିନ ଖସିଗଲା ଯେ ମୋ ଝିଅ ତ ମୋ ପାଖରେ ନଥିଲା। ମୁଁ ତୁରନ୍ତ ଉଠିଲି ଓ ବାଥରୁମ୍ ଆଡ଼କୁ ଗଲି ଯେ ବୋଧହୁଏ ସେ ବାଥରୁମ୍ରେ ଥିବ, କିନ୍ତୁ ସେ ସେଠାରେ ବି ନଥିଲା। ଏହାପରେ ମୁଁ ଏପରି ଦୃଶ୍ୟ ଦେଖିଲି ଯେ ମୋ ପାଦ ତଳୁ ଜମିନ ଖସିଗଲା। ମୋ ଝିଅ ନିଜ କୋଠରୀରେ ଶୋଇଥିଲା ଓ ମୋ ସ୍ୱାମୀ ଖଟ ଉପରେ ବସିଥିଲେ। ମୁଁ ତାଙ୍କୁ କିଛି ସମୟ ପାଇଁ ଚାହିଁ ରହିଲି। ସେ କହିଲେ, କାହିଁକି ପାଗଳଙ୍କ ପରି ଘୁରି ଚାହୁଁଛୁ? ଯା, ଶୋଇପଡ଼, ଏଠାରୁ ଚାଲିଯା। ସେ ଖାଇବାରେ ନିଦ ବଟିକା ମିଶାଇଥିଲେ, ନଚେତ୍ ମୋତେ କେବେ ଏପରି ବେହୋସିଆ ନିଦ ଆସିନଥିଲା। ମୋତେ ଜଣାପଡ଼ିଲାନି ଯେ ମୋ ଝିଅ କେତେବେଳେ ଚାଲିଗଲା। ସକାଳେ ମୋ ଝିଅକୁ ଜ୍ୱର ଥିଲା ଓ ତାକୁ ହୋସ୍ ଆସୁନଥିଲା। ମୁଁ ବହୁତ ଚିନ୍ତିତ ଥିଲି। ଜଣେ ପଡ଼ୋଶୀ ମହିଳାଙ୍କୁ ତା ପାଖରେ ବସେଇଦେଲି ଓ ମନରେ ଏକ ନିଷ୍ପତ୍ତି ନେଲି। ମୁଁ ମହଲକୁ ଗଲି ଓ ବଢ଼େଇ ଦୋକାନରୁ ଏକ କୋଦାଳ ଆଣିଲି। ରାତିରେ ସାରା ମହଲରେ ବିଜୁଳି ଖରାପ ଥିଲା, କିନ୍ତୁ ଶୀତ ଦିନ ଥିଲା, ସେଥିପାଇଁ ସମସ୍ତେ ଆରାମରେ ଶୋଇଥିଲେ। ଚାରିଆଡ଼େ ନୀରବତାର ଛାଇ ରହିଥିଲା। ବହୁତ ଶାନ୍ତ ଥିଲା। ସକାଳ ହେଲା, ମୋ ଆଖି ଶୀଘ୍ର ଖୋଲି ଯାଇଥିଲା ଓ ମୁଁ ମୋ କାମରେ ବ୍ୟସ୍ତ ଥିଲି। କିନ୍ତୁ ହଠାତ୍ ଦୁଆର କଡ଼ି ବାଜିଲା। ବଜାଉଥିବା ଲୋକର ଶୈଳୀ ଏମିତି ଲାଗୁଥିଲା ଯେପରି ସେ କୌଣସି ପୋଲିବାଲା କିମ୍ବା କୌଣସି ଡାକୁ। ବହୁତ ଜୋରରେ କଡ଼ି ବଜାଉଥିଲା। ମୁଁ ଡରିଗଲି ଓ ମୁଁ ନିଷ୍ପତ୍ତି ନେଲି ଯେ ମୁଁ କବାଟ ଖୋଲିବି ନାହିଁ। ମୋ ଝିଅ ବି ଉଠିଗଲା ଓ କହିଲା, ମା, ତୁମେ କ'ଣ କରୁଛ? ବାରଣ୍ଡା କାହିଁକି ଖୋଳା ହେଇଛି? ବାପା କୁଆଡ଼େ ଗଲେ? ମୁଁ କହିଲି ଯେ ସେ ଲୋକକୁ ବାପା କହିବାର ଆବଶ୍ୟକତା ନାହିଁ। ମୋ ଝିଅ ମୋତେ ଦେଖିଲା ତ ତା ପାଟିରୁ ଚିତ୍କାର ବାହାରି ପଡ଼ିଲା। ସେ କହିଲା ଯେ, ତୋ ଲୁଗାରେ ଏ କ'ଣ ଲାଗିଛି? ମୁଁ କହିଲି ଯେ, ପାଗଳ, ଏ ତ ବାଥରୁମ୍ରେ ପଡ଼ି ଲାଗିଯାଇଥିଲା। ସେଥିପାଇଁ କେତେକ ଜାଗାରେ କ୍ଷତ ଲାଗିଯାଇଛି। ସେଇଥିପାଇଁ ମୋ ଲୁଗାରେ ଏସବୁ ଲାଗିଯାଇଛି। ତୁ ଚିନ୍ତା କର ନାହିଁ, ମୁଁ ତ ମା ନା, ମୁଁ ସବୁ କିଛି ଠିକ୍ କରିଦେଇଛି। କିନ୍ତୁ ବାହାରେ ବାରମ୍ବାର କଡ଼ି ବାଜୁଥିଲା। ସେ କହିଲା, କବାଟରେ କିଏ ଅଛି ଓ ସେମାନେ ଆମ ଘରର କବାଟ କାହିଁକି ଭାଙ୍ଗୁଛନ୍ତି? ମୁଁ କହିଲି ଯେ, ନିଜ ଜିନିଷ ଉଠା ଓ ଘର ପାଖର ଆଣ୍ଟି ଘରକୁ ଚାଲିଯା ଓ ସେଇଠି ରହିବୁ ଯା, ଯେ ପର୍ଯ୍ୟନ୍ତ ମୁଁ ତତେ ନେବାକୁ ନ ଆସିଛି। ମୁଁ ବହୁତ ଡରି ଯାଇଥିଲି ଓ ମୁଁ ତାର ଟିକିଏ ଜିନିଷ ପ୍ୟାକ୍ କରିଦେଲି ଓ ପାଖ ଘରକୁ ପଠାଇଦେଲି। ସେ ମୋର ବହୁତ ଭଲ ସାଙ୍ଗ ଥିଲା। ମୁଁ ମୋ ସାଙ୍ଗକୁ ମୋର ସମସ୍ତ ଗହଣା, ଜମା କରି ରଖିଥିବା ସମସ୍ତ ପଇସା ଦେଇଦେଲି। ମୁଁ କହିଲି ଯେ ପର୍ଯ୍ୟନ୍ତ ମୋ ଝିଅ ତୁମ ପାଖରେ ଅଛି, ତାର ବହୁତ ଅଧିକ ଧ୍ୟାନ ରଖିବ ଓ ଆବଶ୍ୟକତା ପଡ଼ିଲେ କିଛି ଦିନ ପାଇଁ ତାକୁ ଦୂରକୁ ପଠାଇଦେବ ଓ ତାକୁ ଏଠାରୁ ନେଇ ଚାଲିଯାଅ। ତୁମେ ତ ସବୁବେଳେ କହୁଥିଲ ନା ଯେ ଏ ତୁମ ପୁଅ ପାଇଁ ବହୁତ ପସନ୍ଦ, ତେଣୁ ଏହାକୁ ନିଜ ବୋହୂ ବନେଇବ ଓ ସବୁବେଳେ ନିଜ ପାଖରେ ରଖିବ। ମୋ ସାଙ୍ଗକୁ ସବୁ କିଛି ଜଣାଥିଲା ଯେ ମୁଁ କ'ଣ କରିଛି। ଜଣେ ସତ ସାଙ୍ଗ ହେବା କାରଣରୁ ସେ ମୋତେ ଏହି ପ୍ରତିଶ୍ରୁତି ଦେଇଗଲା ଯେ ମୋ ଝିଅର ବହୁତ ଭଲ ଭାବରେ ଧ୍ୟାନ ରଖିବ, ନିଜ ପିଲାମାନଙ୍କ ଠାରୁ ବି ଅଧିକ। ଓ ଏବେ ମୋ ଝିଅ ତା ଜିମାରେ ଥିଲା। ମୋ ପାଖରେ ହରାଇବାକୁ କିଛି ବି ନଥିଲା। ମୁଁ ଘରେ ସମ୍ପୂର୍ଣ୍ଣ ଏକୁଟିଆ ଥିଲି। ଲୋକମାନେ ବାରମ୍ବାର କହୁଥିଲେ ଯେ, ଭଉଣୀ, କବାଟ ଖୋଲ, ନଚେତ୍ ଆମେ କବାଟ ଭାଙ୍ଗିଦେବୁ। ଓ ଯେତେବେଳେ ମୁଁ କବାଟ ଖୋଲିଲି ନାହିଁ, ସେମାନେ କବାଟ ଭାଙ୍ଗିବାର ପ୍ରସ୍ତୁତି କଲେ। ମୁଁ ଡରି ଯାଇଥିଲି, କିନ୍ତୁ ଯାହା ଡର ଥିଲା ତାହା ତ ପୂର୍ବରୁ ହିଁ ହୋଇସାରିଥିଲା। ମୁଁ ମୋ ଲୁହ ପୋଛିଦେଲି। କିଛି ସମୟ ପରେ କବାଟ ଭାଙ୍ଗିଗଲା। ପୋଲିସବାଲା ଓ କିଛି ନ୍ୟୁଜ୍ ଚ୍ୟାନେଲ ବାଲା ଭିତରକୁ ଆସିଲେ ଓ ସାମ୍ନାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ। ସେମାନେ ଯେତେବେଳେ ବାରଣ୍ଡା ଖୋଳା ହୋଇଥିବାର ଦେଖିଲେ ଓ ସେଠାକାର ମାଟିକୁ ଓଦା ଦେଖିଲେ, ସେମାନେ ସବୁ କଥା ବୁଝିଗଲେ। ତାପରେ ପୋଲିସ ଗାତରୁ ମାଟି ହଟାଇଲା ତ ସେଠାରେ ଉପସ୍ଥିତ ସବୁ ଲୋକଙ୍କ ଆଖି ଖୋଲାକୁ ଖୋଲା ରହିଗଲା। ମୁଁ ସମ୍ପୂର୍ଣ୍ଣ ଏମିତି ଠିଆ ହୋଇଥିଲି ଯେପରି କିଛି ବି ହେଇନାହିଁ। ସେମାନେ ମୋତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ଲେଡି କନେଷ୍ଟବଳ ମୋତେ ଧରିନେଲେ ଓ ମୁଁ କହିଲି ଯେ ମୋତେ କୌଣସି ଅଫସୋସ ନାହିଁ। ସାରା ମାହୋଲ ଏହି କଥାରେ ବ୍ୟାପି ଯାଇଥିଲା। ସେମାନେ କହିଲେ ଯେ, ଝିଅ କୁଆଡ଼େ ଗଲା? ମୁଁ କହିଲି ଯେ, ସେ କାହା ସହିତ ପଳେଇ ଯାଇଛି। ମୁଁ ଜାଣିନାହିଁ ସେ କେଉଁଆଡ଼େ ଅଛି। ମୁଁ ମିଛ କହିଦେଇଥିଲି। ସ୍ପଷ୍ଟ କଥା ଥିଲା ଯେ ମୁଁ ଚାହୁଁନଥିଲି ଯେ ସେମାନେ ମୋ ଝିଅ ସହିତ ପ୍ରଶ୍ନ ଉତ୍ତର କରନ୍ତୁ ଓ ତାକୁ ବି ଜଣାପଡ଼ୁ ଯେ ମୁଁ କ'ଣ କରିଛି।
କିନ୍ତୁ ସେହି ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଥିଲା ଯେ ମୋ ସ୍ୱାମୀ କୁଆଡ଼େ ଗଲେ। ସେ ସେଇଠି ଥିଲେ ଯେଉଁଠି ତାଙ୍କର ଥିବା ଉଚିତ ଥିଲା, କାରଣ ଯାହା ସେ କରିଥିଲେ ତାହା ପରେ ତାଙ୍କର ସେଇଟା ହିଁ ଜାଗା ଥିଲା। ସେ ଲୋକମାନେ ମୋତେ ନେଇ ସେଠାରୁ ଚାଲିଗଲେ। ପ୍ରତ୍ୟେକ ମଣିଷ ମୋତେ ଏମିତି ଦେଖୁଥିଲେ ଯେପରି ମୁଁ ଏହି ଦୁନିଆରେ ହିଁ ନୁହେଁ, ଯେପରି ମୁଁ କୌଣସି ଏପରି କାମ କରିଦେଇଛି ଯାହା କାହାଠାରୁ ଆଶା କରିଯାଇପାରେନି। ହଁ, ମୁଁ କିଛି ଏମିତି ହିଁ କରିଥିଲି, କିନ୍ତୁ ସେହି ସ୍ଥାନରେ ପହଞ୍ଚାଇବା ବାଲା ମଧ୍ୟ ମୋର ନିଜ ସ୍ୱାମୀ ହିଁ ଥିଲେ। କେହି ମୋ ପାଖକୁ ଆସୁନଥିଲେ। ସମସ୍ତେ ମୋତେ ଏମିତି ଡରୁଥିଲେ ଯେପରି ମୁଁ ମଣିଷ ନୁହେଁ, କୌଣସି ଡାହାଣୀ। କାରଣ କାମ ହିଁ ମୁଁ କିଛି ଏପରି କରିଥିଲି। ସେ ବଢ଼େଇ ଦୋକାନକୁ ମଧ୍ୟ ପଚରା ଉଚରା କରୁଥିଲେ। ସେ କହିଲେ ଯେ ଏ ତ ମୋତେ କହିଥିଲା ଯେ ମୋତେ ଗୋଟିଏ ବଡ଼ କୋଦାଳ ଦରକାର। ମୋ ଘରେ କିଛି କାମ ଚାଲିଛି। ମୁଁ କ'ଣ ଜାଣିଥିଲି ଯେ ଏହି ସ୍ତ୍ରୀ ଲୋକ ଏମିତି କରିବ? ମହଲବାସୀ ମଧ୍ୟ କହୁଥିଲେ ଏ ତ ବଡ଼ ଭଲ ସ୍ତ୍ରୀ ଲୋକ। ସାରା ମହଲରେ ଲୁଗା ସିଲେଇ କରୁଥିଲା। ସ୍ୱଭାବ ଭଲ ଥିଲା। ଆଦୌ କାହା ସହିତ ଝଗଡ଼ା କରିନଥିଲା। ତାର ତ ଏମିତି କିଛି ସମସ୍ୟା ନଥିଲା। ଜାଣିନାହିଁ ଏହାକୁ କ'ଣ ହେଇଗଲା। ଆମେ ଲୋକେ ତ ନିଜେ ଆଶ୍ଚର୍ଯ୍ୟ। ଆଉ ତାର ଝିଅ ବି କୁଆଡ଼େ ଗଲା? ଆମକୁ ଏହା ବି ଜଣାପଡ଼ିଲାନି। ମୋ ସାଙ୍ଗ ବୟାନ ଦେଲା ଯେ ମୁଁ ତାର ବନ୍ଧୁ ଓ ଜାଣିନାହିଁ ଏସବୁ କିପରି ହେଲା। ସେ ମୋ ନିଜ ଝିଅକୁ କେଉଁଠି ପହଞ୍ଚାଇ ଦେଇଥିଲା ଓ ଏହା ମୋ ଉପରେ ତାର ବହୁତ ବଡ଼ ଉପକାର ଥିଲା। ଏହାପରେ ମୋତେ ଜଣେ ମିଡ଼ିଆ ବାଲା ଝିଅ ବହୁତ ଭଲ ପାଇବା ସହିତ ପଚାରିଲେ ଯେ ଆପଣ ଶେଷରେ ଏମିତି କାହିଁକି କଲେ? ନିଜ ସ୍ୱାମୀକୁ ମାରିଦେଲେ। ତାଙ୍କୁ ଏହି ଗାତରେ ପୋତି ଆପଣଙ୍କୁ କ'ଣ ମିଳିଲା? କିନ୍ତୁ ମୁଁ କହି ପକେଇଲି। ମୁଁ କହିଲି ଯେ କୌଣସି ବି ସ୍ତ୍ରୀ ଲୋକ ଏମିତି କାହିଁକି କରିବ ଭଲା? ତୁମେ ତ ପାଠ ପଢ଼ିଛ, ତୁମକୁ ତ ଜଣାଥିବ ଯେ କେହି ଏହି ସ୍ତରକୁ କିପରି ପହଞ୍ଚେ। ସେ ମଣିଷ ଏହି ଯୋଗ୍ୟ ଥିଲା। ମୁଁ ଶପଥ କରିଥିଲି ଯେ ତାର ଏହି ଅଞ୍ଜାମ କରିବି, କାରଣ ସେ ନିଜ ଝିଅ ସହିତ ହିଁ ଖରାପ ସମ୍ବନ୍ଧ ରଖୁଥିଲା। ମୋ ଝିଅ ସହିତ ଖରାପ କାର୍ଯ୍ୟ କରୁଥିଲା। ମୋତେ ଲାଗିଲା ଯେ ତାର ଭଲ ପାଇବା ଜାଗ୍ରତ ହେଇଛି, କିନ୍ତୁ ତାର ଭଲ ପାଇବା ଜାଗ୍ରତ ହେଇନଥିଲା। ତା ଭିତରେ ଥିବା ପଶୁତ୍ୱ ଜାଗ୍ରତ ହେଇଥିଲା। ସେଥିପାଇଁ ମୁଁ ତାକୁ ମାରି ବହୁତ ଠିକ୍ କଲି। ଯେତେବେଳେ ଏହି କଥା ସାମ୍ନାକୁ ଆସିଲା, ଲୋକମାନେ ବି ଏହା ହିଁ କହିବାକୁ ଲାଗିଲେ ଯେ ମୁଁ ବହୁତ ଠିକ୍ କରିଛି। ଏହି ସମାଜକୁ ବି ତ ଜଣାପଡ଼ୁ କି କାହାର ସାଥ ଦେବାକୁ ଅଛି। କିନ୍ତୁ ଏସବୁ ଲୋକ ମୋ ସହିତ ଥିଲେ। ସେମାନଙ୍କର କହିବାର ଥିଲା ଯେ ତୁମେ ବହୁତ ଭଲ କଲ, କାହାକୁ ସମସ୍ତଙ୍କ ପାଇଁ ଶିକ୍ଷା ଦେଇଦେଲ। ଆଉ ଏବେ ସମସ୍ତେ ଏହା ଭାବୁଥିଲେ ଯେ ଶେଷରେ ସେ କେଉଁ ପ୍ରକାରର ବାପା ଥିଲେ। ସାବତ ନଥିଲେ, ତାଙ୍କର ନିଜ ସମ୍ପର୍କୀୟ ବାପା ଥିଲେ। ତଥାପି ସେ ସେହି ସ୍ତରକୁ କିପରି ପହଞ୍ଚିଗଲେ ଯେ ସେ ଏହି କାର୍ଯ୍ୟ କରିଦେଲେ। ମୋ ଉପରେ ମକଦ୍ଦମା ମଧ୍ୟ ଚାଲିଲା ଓ ତାପରେ ସଜା ଭୋଗିବା ପରେ ମୋତେ କିଛି ବର୍ଷ ପରେ ହିଁ ଛାଡ଼ି ଦିଆଗଲା। ଯେତେବେଳେ ମୁଁ ଫେରିଲି, ମୋ ଝିଅ ତାର ବିବାହିତ ଜୀବନରେ ବହୁତ ଖୁସି ଥିଲା ଓ ତାର ଗୋଟିଏ ସୁନ୍ଦର ପୁଅ ମଧ୍ୟ ଥିଲା। ମୁଁ ତାକୁ କହିଲି ଯେ ତାର ବହୁତ ଭଲ ଭାବରେ ଯତ୍ନ ନେବ। ମୋ ଝିଅ ମୋତେ ଆଲିଙ୍ଗନ କରି କୋଳେଇ ଧରି କାନ୍ଦୁଥିଲା, କାରଣ ତାକୁ ଖବର କାଗଜ ମାଧ୍ୟମରେ ସବୁ କିଛି ଜଣାପଡ଼ିଯାଇଥିଲା। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।